ଆଚ୍ଛା ନମସ୍କାର। ନମସ୍କାର। ଭଲ କଥା ସମସ୍ତେ ବସିକି କ'ଣ ଗପସପ କରୁଛନ୍ତି। କ'ଣ କରୁଛନ୍ତି ଟିକେ କହିଲେ? ଆମେ ଏମିତି ଫାଙ୍କା ଟାଇମ୍ ପାଇଲେ ଏମିତି ବସିକିରି ଆସିକିରି ସମସ୍ତେ ଗପସପ ହଉ। ଆମର ଗୋଟେ ସଂଘ ଅଛି, ସେ ସଂଘ ବିଷୟରେ ଏମିତି ଆଲୋଚନା କରୁଛୁ। ଭଲ କଥା କହିଲେ ଆପଣ ଗୋଟେ ଯେ ଆପଣଙ୍କର ଗୋଟେ ସଂଘ ବା ଦଳ କରିଛନ୍ତି। କ'ଣ ଦଳ କରିଛନ୍ତି ଟିକେ କହିଲେ? ମା ସରସ୍ୱତୀ ମହିଳା ମଣ୍ଡଳ। ଆଚ୍ଛା, ମା ସରସ୍ୱତୀ ମହିଳା ମଣ୍ଡଳ ହେଲେ ଆପଣଙ୍କ ଗାଁର ସମସ୍ତଙ୍କୁ ମିଶିକି ମାନେ ମହିଳାମାନଙ୍କୁ ନେଇକି? ହଁ, ଆମ ଗାଁରେ 12ଟା ଗ୍ରୁପ୍ ଅଛି। ପ୍ରତ୍ୟେକ ଗ୍ରୁପ୍ର ସେକ୍ରେଟାରୀ ପ୍ରେସିଡେଣ୍ଟକୁ ନେଇକିରି ଏଇଟା ଗୋଟେ ମୁଖ୍ୟ ଭଳିଆ କରାହେଇଛି। ଆଚ୍ଛା ଆଚ୍ଛା, ଭଲ ଜିନିଷ। 12ଟା ଆପଣଙ୍କର ଦଳ ଅଛି? ହଁ, 12ଟା। ତାହେଲେ ଆପଣଙ୍କର ମାନେ ସମସ୍ତଙ୍କୁ ମିଶେଇକି ଗୋଟେ ଗ୍ରୁପ୍ କରିଛନ୍ତି ମୁଖ୍ୟ ମାନେ ମୁଖ୍ୟ ଦଳ, ଯୋଉଟା ଆପଣ କହୁଛନ୍ତି ଯେ କ'ଣ କହିଲେ ନାଁଟା? ମା ସରସ୍ୱତୀ ମହିଳା। ମା ସରସ୍ୱତୀ ମହିଳା ମଣ୍ଡଳ। କେତେ ମେମ୍ବର ଆପଣଙ୍କର ଅଛି? ଆମର 14 ଜଣ ମେମ୍ବର। 14 ଜଣ ମେମ୍ବର ଅଛନ୍ତି? 14 ଜଣ। ତ ଟିକେ ପରିଚୟ ଆପଣ ଦେଇଦେବେ? ମୋ ନାଁ ହେଉଛି କନକଲତା ମହନ୍ତ, ଗ୍ରାମ ଆମ୍ବୁଆପଡ଼ା, ପୋଷ୍ଟ ଘୋଡ଼ଗଡ଼ା, ବ୍ଲକ ଘଟଗାଁ, ଜିଲ୍ଲା କେନ୍ଦୁଝର। ଆମେ ଗୋଟିଏ ଦଳ ଗଢ଼ିଛୁ। ଦଳର ନାଁ ହେଉଛି ମା ସରସ୍ୱତୀ ମହିଳା ମଣ୍ଡଳ। ତ ଏଇଠି ଆମେ 14 ଜଣ ସଭ୍ୟା ରହିଛୁ। ତାଙ୍କ ଭିତରୁ ମୁଁ ହେଉଛି ପରିଚାଳକ, ମୁଁ ହେଉଛି ସେକ୍ରେଟାରୀ ହିସାବରେ କାମ କରୁଛି। ଆମେ ଏଠି କିଛି ରୋଜଗାରକ୍ଷମ କାମ କରୁଛୁ। ଆପଣ ଯେଉଁ କହିଲେ ଏବେ ଜଷ୍ଟ ପରିଚୟ ଦେଲାବେଳେ ଗୋଟେ ଭଲ ଜିନିଷ ଆପଣ କହୁଥିଲେ ଯେ ଆପଣଙ୍କ ଦଳରେ କିଛି ରୋଜଗାର ଭିତ୍ତିକ କାମ ଆପଣ ହାତକୁ ନେଇଛନ୍ତି। ଠିକ୍ ଅଛି। ଆଚ୍ଛା, କ'ଣ ସବୁ କାମ ଆପଣ ହାତକୁ ନେଇଛନ୍ତି ଏବଂ କରୁଛନ୍ତି ଟିକେ କୁହନ୍ତୁ? ଧୂପକାଠି ତିଆରି କରୁଛୁ, ଆଉ ସାବୁନ ଗୁଣ୍ଡ ତିଆରି କରୁଛୁ, ଆଉ ନଡ଼ିଆ ତେଲ ନିଜେ ତିଆରି କରୁଛୁ। ବଢ଼ିଆ ଜିନିଷ। ଆପଣ 2-3ଟା ଜିନିଷ କହିଲେ ଯେ ଗୋଟେ ହେଉଛି ଧୂପକାଠି ତିଆରି କରୁଛନ୍ତି, ଆଉ ଗୋଟେ ହେଲା ଆପଣ କହୁଛନ୍ତି ସର୍ଫ ଯେଉଁଟା ସାବୁନ ଗୁଣ୍ଡ ନାଇଁ, ଆଉ ଗୋଟେ ହେଲା ଆପଣ ନଡ଼ିଆ ତେଲ। ଏସବୁ ଆପଣ ଯେଉଁ ତିଆରି କରୁଛନ୍ତି ଏଇଟା ଆପଣ ନିଜେ ଶିଖିଥିଲେ ନା କାଠୁ ତାଲିମ ନେଇକିରି ଆପଣ ଏସବୁ କରୁଛନ୍ତି? ଏଇଟା ତାଲିମ ନିଆହେଇଛି। ଧୂପକାଠିଟା ତାଲିମ ନିଆହେଇଥିଲା ହରିଚନ୍ଦନପୁର ବ୍ଲକର ଚକଡ଼ିଆ ଗ୍ରାମର ଏଇଟା ଗାୟତ୍ରୀ ସଂସ୍ଥା ତରଫରୁ କରାହେଇଥିଲା। ସାବୁନ ଗୁଣ୍ଡଟା ଶିଶୁର ସଂସ୍ଥାରୁ ଜଣେ ମ୍ୟାଡ଼ାମ୍ ଆସିକିରି ଘରେ ଶିଖେଇ ଦେଇକିରି ଯାଇଥିଲେ। ଆଚ୍ଛା, କେବେଠୁ ଆପଣ ଆରମ୍ଭ କଲେଣି? ଏଇ ସାବୁନ ଗୁଣ୍ଡଟା ହେଇଗଲା 5 ବର୍ଷ ଆରମ୍ଭ କଲେଣି। ଧୂପକାଠିଟା ହେଇଯିବ 10 ବର୍ଷ ଖଣ୍ଡେ ହେଇଗଲାଣି। ଧୂପକାଠି ତିଆରିବା ପାଇଁ କ'ଣ ସବୁ ଜିନିଷ ସବୁ ଦରକାର ହେଉଛି ଟିକେ କହିବେ? ଫାଷ୍ଟରେ କୋଇଲା ଦେଉଛୁ। ଆଉ କୋଇଲାର ପରିମାଣ ଯଦି ଆମେ ଯେକୌଣସି ପାତ୍ରରେ ନାପିଲା ମାନେ ଗୋଟେ କୋଇଲା ଯଦି 2 ଭାଗ ଦିଆଯାଏ, ତାରେ ହାଫ୍ରୁ ଅଧିକ ଦିଆଯିବ ଝୁଣା, ଆଉ ଅଠାଟା ଦିଆଯିବ ହାଫ୍ରୁ ଅଧିକ। ତାପରେ ହେଉଛି କାଠି ଦରକାର। ତାହେଲେ 2-3ଟା ଜିନିଷ ଆପଣ କହୁଛନ୍ତି। ଗୋଟେ ହେଲା କହୁଛନ୍ତି କୋଇଲା ଗୁଣ୍ଡ, ଆଜ୍ଞା ଆଜ୍ଞା, ଆଉ ଗୋଟେ କହୁଛନ୍ତି ଆପଣ ଅଠା, ଆଉ ଗୋଟେ ଝୁଣାଟେ ବି ଦରକାର ଅଛି। ଆଜ୍ଞା, ତାପରେ କାଠି। ମାନେ 4ଟା ଜିନିଷରେ ଆପଣଙ୍କର ଗୋଟେ ଧୂପକାଠି ହେଇଯିବ। ଆଜ୍ଞା, ତା ସହିତ ଆଉ କ'ଣ ଲାଗିପାରେ? ଏଇଟାକୁ ଖରାରେ ଶୁଖାଯାଏନି, ଇଏ ଛାଇରେ ଶୁଖିବ। ଆଉ ତାପରେ ଦିନ ପରେ ବ୍ୟବହାର କରିବେ, ସାଙ୍ଗେ ସାଙ୍ଗେ ବ୍ୟବହାର କରିପାରିବେ। ଖରାଦିନରେ ତ ସକାଳେ ତିଆରିଲେ ସନ୍ଧ୍ୟାବେଳେ ବ୍ୟବହାର ହେଇଯାଉଛି। ଆଚ୍ଛା, ଆପଣ ଏଇ 4ଟା ଜିନିଷରେ ଗୋଟେ ଧୂପକାଠି ହେଇଯାଉଛି। ତିଆରିବାଟା ଉପରେ ପ୍ରୋସେସିଂ ଉପରେ ନିର୍ଭର କରେ। ତାପରେ କ'ଣ କରୁଛନ୍ତି? ତାପରେ ଯଦି ସେଣ୍ଟ ଦେବାର ଥାଏ ମନ ମୁତାବକ ଯେଉଁଟା ଆପଣଙ୍କୁ ପସନ୍ଦ ସେଇ ସେଣ୍ଟଟା ଶୁଖି ସାରିଲା ପରେ ଧୂପକାଠିଟା ସେଇ ସେଣ୍ଟରେ ବୁଡ଼େଇ ଦେଲେ ସେଣ୍ଟ ହେଇଗଲା। ଧୂପକାଠି ପ୍ରସ୍ତୁତି ପାଇଁ କେଉଁ କେଉଁ ସାମଗ୍ରୀ ଆବଶ୍ୟକ ହୁଏ? ଧୂପକାଠି ପ୍ରସ୍ତୁତି ପାଇଁ 1ରେ କୋଇଲା ଗୁଣ୍ଡ, 2ରେ ଝୁଣା, 3ରେ କାଠି ଓ 4ରେ ଅଠା ଇତ୍ୟାଦି ଆବଶ୍ୟକ ହୁଏ। ଇଏ ଆହୁରି ବଢ଼ିଆ ଜିନିଷ, ମାନେ ଲୋକଙ୍କର ମାନେ ଆକର୍ଷଣ କରିବା ପାଇଁ ନିଜ ମାନେ ଲୋକ ବିଭିନ୍ନ ପ୍ରକାର ଅଛନ୍ତି ନା, କିଏ ବାସ୍ନାକୁ ଭଲ ପାଏ, କିଏ ଯେ ଖାଲି ମାନେ ଅଲଗା ଜିନିଷକୁ ଭଲ ପାଏ। ସେଇ ଅନୁସାରେ ଆପଣ ଯଦି ସେଣ୍ଟଟାକୁ ଦେଉଛନ୍ତି ତାହେଲେ ନିଶ୍ଚିତ ସେ ଗରାଖ ଟିକେ ଆଗ୍ରହ କରୁଛନ୍ତି। ଯାହାର ଯେଉଁଟା ପସନ୍ଦ ଆଉ। ଠିକ୍ ଅଛି। ତ ଆପଣ କେମିତି କରୁଛନ୍ତି? ଆପଣ କେମିତି ମାନେ ତିଆରୁଛନ୍ତି କାଠି? କ'ଣ କେମିତି ବୋଳୁଛନ୍ତି, କେମିତି କ'ଣ କରୁଛନ୍ତି? ଦେଖେଇବା ସାଙ୍ଗେ ସାଙ୍ଗେ। ହଉ ଦେଖ। ଫାଷ୍ଟରେ କୋଇଲା ନିଆଗଲା, 6 ଚାମଚ କୋଇଲା ନିଆଯାଇଛି। ତାପରେ ଧୂଣା ମିଶାଇ ଦିଆହେବ। ତାକୁ ଝୁଣା କେତେ ଦେଉଛନ୍ତି? 3 ଚାମଚ ଦିଆହେଇଛି।
ମାନେ କୋଇଲା ଆପଣ ନେଇଛନ୍ତି 6 ଚାମଚ, ଆଜ୍ଞା ତା ସହିତ ଆପଣ ଝୁଣା ମିଶଉଛନ୍ତି 3 ଚାମଚ 3 ଚାମଚ। ଆଜ୍ଞା। ଆଉ ଅଠା ତାପରେ ଅଠା ମିଶିବ ଅଠା 3। ଅଠା ମିଶି ସାରିଲା ପରେ ଆପଣ କେତେ ନେଲେ? ନେଲେ ଆପଣଙ୍କର କୋଇଲା ଗୁଣ୍ଡ ନେଉଛନ୍ତି 6 6 ଚାମଚ, ଆଉ ଝୁଣା ଗୁଣ୍ଡ ଦିଆହେଲା 3 3 ମାନେ ତାର ଅଧା। ଅଧାଟା। ତାପରେ ଅଠା ମିଶିବ 3। ଆଚ୍ଛା 3 ଚାମଚ ଅଠା ବି ଦଉଛନ୍ତି, ମାନେ କୋଇଲା ଗୁଣ୍ଡର ଅଧା ଅଧା ଦଉଛନ୍ତି। ଆପଣ ଅଠା ବି ଦେଲେ ଅଧା, ତା ସହିତ ଆପଣଙ୍କର ଝୁଣା ଝୁଣା ଗୁଣ୍ଡ ଦଉଛନ୍ତି ଅଧା। ଅଧା। ଯେତିକି ଆପଣ କୋଇଲା ଗୁଣ୍ଡ ନେଉଛନ୍ତି ତାର ଅଧା ଲେଖା ନେଉଛନ୍ତି। ତାପରେ କଣ କରୁଛନ୍ତି? ତାପରେ ପୁରା ସେଟା ପାଣି ଦିଆହେବନି, ଶୁଖିଲା ସମସ୍ତଙ୍କୁ ମିଶେଇ ଦିଆହେବ। ଆଚ୍ଛା ମିଶା ମିଶା ଶୁଖିଲା ମିଶେଇ ଦିଆହେବ। ଭଲ ଭାବରେ ତାକୁ ମିଶେଇ ଦଉଛନ୍ତି। ଆଜ୍ଞା ପୁରା ଶୁଖିଲା ମିଶିଗଲେ ଠିକ୍ ହେବ। ଯଦି ହଠାତ୍ ପାଣି ଦିଆଯାଏ ତାହେଲେ ଅଠାଟା ଅଠା ଜାଗାରେ ରହିଯିବ, ଆଉ କୋଇଲାଟା କୋଇଲା, ଧୂଣା ଜାଗାଟା ଧୂଣା ଅଲଗା ଅଲଗା ରହିଯିବ। ସେ ସବୁ ଭଲ ଭାବରେ ମିଶିବ ନେଇ ମିଶିବନି, ଠିକ୍ ହେବନି। ଶୁଖିଲା ମିଶେଇ ଦେଲେ ଅଠାଟା ଠିକ୍ ମିଶି ଯାଉଛି। ଭଲ ଭାବରେ ଗୁଣ୍ଡ ହଁ ସହିତ ପୁରା ମିଶିଯାଉଛି, ମିଶି ତାପରେ ଯାଉଛି। ପାଣି ଦେଲେ ସେଟା ତାପରେ ପୁରା ପାଣି ଦିଆହେବ। ମିଶିଯିବ। ଠିକ୍ ପୁରା ମିଶିଗଲା ପର୍ଯ୍ୟନ୍ତ ତାକୁ ହଁ କାଟିଦେବେ ନାଇଁ କି? ଏଇ ଭଲ ଭାବରେ ମିଶିଗଲା। ଏବେ କଣ କରିବେ? ପାଣି ଦେବେ, ଦିଅ। କେତେ ପାଣି ଦଉଛନ୍ତି ତାକୁ? ଅଟା ଆପଣ ଯେମିତି ଘରେ ଅଟା ଦଉଛନ୍ତି ରୁଟି କରିବା ପାଇଁ, ସେଇଭଳିଆ କରିବେ। ତା ପାଇଁ ଯେତିକି ପାଣି ଦରକାର ସେ ଅନୁସାରେ ଅଳ୍ପ ଅଳ୍ପ ଦେଇକି ତାକୁ ମିଶଉଛନ୍ତି ନାଇଁ କି? ଅଧିକା ପାଣି ଦେଲେ ବି ସେ ପୁଣି କଣ ପତଳା ହେଇଯିବ। ପତଳା ହେଲେ କାଟିଦେବେ। ଠିକ୍ ଅଛି, ଆପଣ ମିଶାନ୍ତୁ ମିଶାନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ମିଶାନ୍ତୁ ହାଲକା ହାଲକା। ସହଜରେ ହେଇପାରିବ ବୋଧେ। ସହଜିଆ ଜିନିଷ। ଆପଣ ଯୋଉ ଏଇ ଯୋଉ ଜିନିଷ ଗୁଡା କରୁଛନ୍ତି, ଏଇ ଯୋଉ ଅଠା, ଏଇ ଯୋଉ ମାନେ କୋଇଲା ଗୁଣ୍ଡ, ତା ସହିତ ଝୁଣା, କୋଉ ଜାଗାରୁ ଏଇଟାକୁ ଆଣୁଛନ୍ତି? ଆମ ଗାୟତ୍ରୀ ପରିବାରର ସଂସ୍ଥାରୁ ଏଇଟା ଅଣାହେଉଛି। ଗାୟତ୍ରୀ ପରିବାର ଇଏରୁ ଆପଣଙ୍କର ତିଆରି ହେଉଛନ୍ତି ସେମାନେ ଏଇ ଯୋଉ କଞ୍ଚା ମାଲ ସବୁ ଦଉଛନ୍ତି। ଆଜ୍ଞା ଭଲ ଜିନିଷ। ଫେଣ୍ଟା ହେଇଗଲା, ତାପରେ କାଠିରେ ଦିଆହେବ। ଏଇଟା କଣ ଫେଣ୍ଟା ହେଇଗଲା? ହଁ ଫେଣ୍ଟା ହେଇଗଲା। କେମିତି ହେଲେ ଆମେ ଜାଣିବା ଠିକ୍ ହେଇଗଲା ବୋଲି? ଟିକେ ଅଟା ଗୁଳେଇଲା ଭଳିଆ ଠିକ୍ ମାପ ହେଲେ ହେଇଯିବ। ଅଟା ଇଏ ହେଲା ଭଳିଆ ହେଇଛି, କିନ୍ତୁ ଅଠାଳିଆ ହେଇଛି। ଏଇଟା ଅଠା ମିଶିଛି ବୋଲି ଅଠାଳିଆ ହେଇଛି ଆଉ। ଅଠା ଅଠା ଲାଗୁଛି। ଆଚ୍ଛା ଏଇଟା ବର୍ତ୍ତମାନ ଇଏ ରେଡି ହେଇଗଲା। କେମିତି ତିଆରୁଛନ୍ତି? କାଠିରେ ତିଆରି। ଆଚ୍ଛା ତା ପାଇଁ ତାହେଲେ ଦରକାର, ଏଇଟା କଣ କହୁଛନ୍ତି? ପିଢ଼ା। ଆଚ୍ଛା ପିଢ଼ା ଦରକାର ଅଛି ନାଇଁ କି? କାଠ ଫଟା ହେଲେ ଆପଣ ପଟା ପ୍ଲେନ୍ ହେଲେ ପଟା ଦରକାର ଅଛି। ପଟା ହେଲେ ବି ହେବ। ଏଇଥିରେ ନୁହଁ ମାନେ ପ୍ଲେନ୍ ପଟା। ହଁ ପ୍ଲେନ୍ ପଟାରେ ବି ହେବ। ହଁ ପ୍ଲେନ୍ ପଟାରେ ବି ହେବ। କେମିତି କରୁଛନ୍ତି ଦେଖିବା ତାହେଲେ? ଏଠି କିଛି ଶୁଖିଲା ଗୁଣ୍ଡ ଦିଆଯିବ ଯେ ପଟାଟାରେ ଲାଗିଯିବ ବୋଲି। ତାପରେ ତାପରେ କାଠି ଦେଇକିରି ତାକୁ ବୁଲା ହେଉଛି ଆଉ। ଏଠି ଆନୁମାନିକ ଦିଆଯାଏ, ଯଦି ବଳିଯିବ ବି ବାହାରକୁ ସେ ରହିଯିବ, ଆଉ ଯଦି ଠିକ୍ କାଠିଟାରେ ସରିଯିବ ତାହେଲେ ବି ସେଟା ବି ଗୋଟେ ହେଇପାରିବ। ତ ଏଠି ସରୁ କରିବି କହିଲେ ସରୁ ହେବ, ମୋଟା କରିବି କହିଲେ ମୋଟା ହେବ। ହଁ ସେମିତି ହେଇପାରିବ ଆଉ। ଯଦି ଚାହିଁବେ ମୋଟା କଲେ ତ ଆପଣଙ୍କର ଲାଭ ହବନି। ହଁ ବିକ୍ରି ପାଇଁ ଲାଭ ହେବ ନାହିଁ, କିନ୍ତୁ ନିଜର ଜଳେଇବା ପାଇଁ କଲେ ସେଇଟା ବହୁତ ସମୟ ଧରିକିରି ଜଳିବ, ସେଟା ଟିକେ ଭଲ ହେବ। ଆଉ ଯଦି ବିକ୍ରି ପାଇଁ ତାହେଲେ ଏମିତି ପତଳା କରିକି ତାକୁ କରିଦିଆହେବ, ସରୁ ସରୁ ହେବ, ଧୂପକାଠି ବେଶୀ ହେବ। ଜାଗା ଯେତିକି ଅଧିକା ସେଇ ଅନୁସାରେ ଆପଣ ଶୀଘ୍ର ଶୀଘ୍ର କରିବେ।
ଦେଖିଲେ ବଢ଼ିଆ ତିଆରି ଲାଗେ ତିଆରି କରିକି ଆପଣ ରଖିଲେ କେମିତି ଶୁଖେଇବେ କୋଉ ଜାଗାରେ ଏଇଟା ଛାଇରେ ଶୁଖିବ। ଶୁଖି ସାରିଲା ପରେ ରଖିଦିଆ ହେବ ଆଉ। ୟାକୁ ଖରାରେ ଦେଖାଯାଏନି। ପୁରା ଛାଇରେ ହିଁ ଶୁଖେ? ହଁ ଛାଇରେ ହିଁ ଶୁଖିବ। ଆଚ୍ଛା, ଛାଇରେ ଶୁଖି ସାରିଲା ପରେ ତାକୁ ଆପଣ କ'ଣ କରୁଛନ୍ତି? ପ୍ୟାକେଟିଂ କରୁଛନ୍ତି? ହଁ ପ୍ୟାକେଟିଂ କ'ଣ କର। ମିଶାଉଛନ୍ତି ଯୋଉ କହୁଥିଲେ? ହଁ ସେଣ୍ଟ ଶୁଖି ସାରିଲା ପରେ ଯଦି ସେଣ୍ଟ ଦେବା କଥା ତାକୁ ସେଣ୍ଟଟା ଶୁଖି ସାରିଲା ପରେ ଦିଆହେବ। ତାପରେ ଏଇ ପକେଟରେ ପୁରା ହେବ। ଏଇଟା ହେଉଛି ପ୍ୟାକେଟରେ ପୁରଉଛନ୍ତି? ହଁ ଏଇଟା ଶୁଖିଗଲା ପରେ ଆପଣ ପୁରଉଛନ୍ତି? ହଁ। କେତେଟା କାଠି ଦଉଛନ୍ତି ଗୋଟେ ପ୍ୟାକେଟରେ? ଏ ଗୋଟେ ପକେଟରେ ଆମର 100ଟା କାଠି ଦିଆହେବ। ଆଚ୍ଛା, ଗୋଟେ ପ୍ୟାକେଟରେ ଆପଣ ଦଉଛନ୍ତି 100ଟା କାଠି? ଏ କେତେ ଆପଣ ରେଟ୍ କରୁଛନ୍ତି? ଆମର 10 ଟଙ୍କା ରେଟ୍ 10 ଟଙ୍କା ରହିବ, କିନ୍ତୁ 100ଟା କାଠି ଦିଆହେବ। ଆଚ୍ଛା ଆଚ୍ଛା, ମାନେ 10 ଟଙ୍କାରେ 100ଟା 100ଟା କାଠି ଦିଆହେବ। ଯାହା ହଉ ଆଜି ଆପଣମାନେ ବହୁତ ସମୟ ଧରି ଆସିଲେ, ଆମ ସହିତ କଥାବାର୍ତ୍ତା ହେଲେ, ତା ସହିତ ଆପଣମାନେ କେମିତି କରୁଛନ୍ତି ଧୂପକାଠି ତାକୁ ମଧ୍ୟ ଆପଣ କରିକି ଆମକୁ ଦେଖେଇଲେ। ବହୁତ ଭଲ ଲାଗିଲା। ଯାହା ବହୁତ ସମୟ ଦେଇଥିବାରୁ ଆମ ଡିଜିଟାଲ ଗ୍ରୀନ୍ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ଧୂପକାଠି ପ୍ରସ୍ତୁତ ପାଇଁ 1ରେ କୋଇଲା ଗୁଣ୍ଡ, 2 ଝୁଣା, 3 କାଠି, 4 ଅଠା ଇତ୍ୟାଦି ଆବଶ୍ୟକ ହୋଇଥାଏ। କୋଇଲା 6 ଚାମଚ, ଅଠା 3 ଚାମଚ ଓ ଝୁଣା 3 ଚାମଚକୁ ଏକତ୍ର କରି ଭଲ ଭାବରେ ମିଶାଇ ଦିଆଯାଏ। ପାଣି ଦେଇ ହାତରେ ଚକଟି ପେଷ୍ଟ କରାଯାଏ। ଆଉ ଗୋଟିଏ ପଟାରେ ଶୁଖିଲା ଗୁଣ୍ଡ ବିଛାଯାଏ। ବାଉଁଶ କାଠିକୁ ନେଇ ଏହା ଉପରେ ପେଷ୍ଟକୁ ହାତରେ ଲଗାଇ ଦିଆଯାଏ। ସମାନ ପରିମାଣରେ ପେଷ୍ଟ ଲାଗିବା ପାଇଁ ପଟା ଉପରେ ଶୁଖିଲା ଗୁଣ୍ଡ ଦେଇ ଗଡ଼େଇ ଦିଆଯାଏ। ଏହାକୁ ଛାଇରେ ଶୁଖାଇ 100ଗୋଟି କାଠିକୁ ଏକ ବିଡ଼ା କରାଯାଏ ଓ ବିଡ଼ା ପ୍ରତି ବିକ୍ରି ମୂଲ୍ୟ 10 ଟଙ୍କା ଧାର୍ଯ୍ୟ ହୋଇଅଛି। ଏହିପରି ଭାବରେ ଧୂପକାଠି ପ୍ରସ୍ତୁତ କରି ଅବସର ସମୟରେ ଘରେ ବସି ଆର୍ଥିକ ସମସ୍ୟା ସମାଧାନ କରିପାରିବେ।